Hello dear students, welcome to my channel Easy Politics with Suresh. Dear students, ଆଜିର ଏହି ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକ ବିଷୟରେ ଆମେ ଆଲୋଚନା କରିବା, ଯାହାକି ଆମ ପରୀକ୍ଷାରେ ଅନେକ ସମୟରେ ଆସିଥାଏ। ତ ପ୍ରଥମ ହେଉଛି କ୍ଲାପ୍। କ୍ଲାପ୍ର ଫୁଲ୍ ଫର୍ମ କ'ଣ? କମିଟି ଫର୍ ଲିଗାଲ ଏଇଡ୍ ଟୁ ଦ ପୁଅର୍। ଯଦି ସଂକ୍ଷିପ୍ତରେ ମୁଁ କହିବି ତାହେଲେ ଏଇ ଯେଉଁ ସ୍ୱେଚ୍ଛାସେବୀ ସଂଗଠନ ଏଇଟା ଆମର କଟକରେ ଅଛି ଏବଂ ବିଶେଷ କରି ଏଇଟା ଓଡ଼ିଶାରେ କାମ କରିଥାଏ ଏବଂ ୟାର ଅନେକ ଶାଖା ମଧ୍ୟ ରହିଛି, ଯାହାକି ଭାରତର ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ କାମ କରିଥାଏ। ଏହି ସଂଗଠନର ମୁଖ୍ୟ କାମ ହେଉଛି ଗରିବ ଓ ଅବହେଳିତ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା, ବିଶେଷ କରି ଆଇନ କ୍ଷେତ୍ରରେ ଯେଉଁମାନେ କି ଆଇନ ପାଇପାରୁନାହାନ୍ତି, ନିଜର ମାନବିକ ଅଧିକାର ହରାଇଛନ୍ତି, ସେଭଳି ଲୋକମାନଙ୍କୁ ଚିହ୍ନଟ କରିବା ଏବଂ ସେହି ସମସ୍ତ ଲୋକମାନଙ୍କୁ ଆଇନ ପ୍ରଦାନ କରିବା କ୍ଷେତ୍ରରେ ସାହାଯ୍ୟ କରିବା ହେଉଛି ଏହି ସଂଗଠନ କ୍ଲାପ୍ର ମୁଖ୍ୟ ଭୂମିକା। ନେକ୍ସଟ ହେଉଛି ବିନିମୟ। ବିନିମୟ ଟ୍ରଷ୍ଟ ହେଉଛି ଗୋଟେ ସର୍ବସାଧାରଣ ଦାନଶୀଳ ସଂସ୍ଥା, ଯାହାକି ଅଧିକ ଗୁରୁତ୍ୱ ପ୍ରଦାନ କରିଥାଏ ଅଣ୍ଡର ପ୍ରିଭିଲେଜ୍ ଚିଲଡ୍ରେନ୍ ଆଣ୍ଡ ୟୁଥ୍, ମାନେ ଯେଉଁମାନେ କି ଅବହେଳିତ ଓ ଦୁର୍ବଳ ବର୍ଗର ପିଲାମାନେ ଏବଂ ଯୁବକମାନେ ଯେଉଁମାନେ କି ବିଭିନ୍ନ ଅନୁଷ୍ଠାନ ଗୁଡ଼ିକରେ ଅଛନ୍ତି, ସେମାନଙ୍କୁ ବିଭିନ୍ନ ସମ୍ମାନ ସୂଚକ ସେବା ପ୍ରଦାନ କରି ସେମାନଙ୍କୁ ଆଗକୁ ବଢ଼ିବାରେ ବା ତାଙ୍କ ଜୀବନରେ ଆଗକୁ କେମିତି ସେମାନେ ଅଭିବୃଦ୍ଧି କରିପାରିବେ, ଜୀବନ ପ୍ରଗତି କରିପାରିବେ, ସେଥି ନିମନ୍ତେ ଏହି ସଂଗଠନ କାମ କରିଥାଏ। ଏଠାରେ ଅନେକ ପେଶାଦାର ତଥା ମହିଳାମାନେ ସେମାନଙ୍କର କ'ଣ ସେବା ପ୍ରଦାନ କରିଥାନ୍ତି, ଯଦ୍ୱାରା କି ବିଭିନ୍ନ ପିଲାମାନେ ଏହାର ବେନିଫିଟ୍ ପାଇପାରିବେ। ପାଖାପାଖି 40 ବର୍ଷ ହେଲାଣି ଏଇ ଯେଉଁ ସଂଗଠନର କାମ ଚାଲିଛି ଏବଂ ଏମାନଙ୍କର ମୁଖ୍ୟ କାମ ହେଉଛି କ'ଣ ଯେ ଚାଇଲ୍ଡ ୱେଲଫେୟାର, ପିଲାମାନଙ୍କର ଛୋଟ ଛୋଟ ପିଲା ଶିଶୁମାନଙ୍କର କଲ୍ୟାଣକାରୀ କିଛି କାର୍ଯ୍ୟ କରିବା ଏବଂ ୟୁଥ୍ମାନଙ୍କୁ ଯେଉଁ ଯୁବକମାନଙ୍କୁ ବିଭିନ୍ନ ଶିକ୍ଷା ପ୍ରଦାନ କରିବା, ସ୍ୱାସ୍ଥ୍ୟଗତ ହେଉ କିମ୍ବା ସେମାନଙ୍କୁ ଏମ୍ପ୍ଲୟମେଣ୍ଟ ରୋଜଗାର ପ୍ରଦାନ କରିବା, ଯଦି ସେମାନେ ନିଜ ଫ୍ୟାମିଲିରୁ ଦୂରେଇ ଯାଇଛନ୍ତି ସେମାନଙ୍କୁ ନିଜ ଫ୍ୟାମିଲିରେ ନେଇକି ପହଞ୍ଚାଇବା, ଏସବୁ କାମ ହେଉଛି ବିନିମୟ ଅର୍ଗାନାଇଜେସନର ଗୋଟେ ମୁଖ୍ୟ କାର୍ଯ୍ୟ। ତେଣୁ ଏହା ସାଧାରଣତଃ ଫୋକସ୍ କରିଥାଏ ପିଲାମାନଙ୍କୁ ଏବଂ ଯୁବକମାନଙ୍କୁ ଯେଉଁମାନେ କି ଅବହେଳିତ ଦୁର୍ବଳ ଅବସ୍ଥାରେ ଅଛନ୍ତି, ସେମାନଙ୍କୁ ଗୋଟେ ଉନ୍ନତର ପୋଜିସନକୁ ଆଣିବା ହେଉଛି ଏହି ସଂଗଠନର ଗୋଟେ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ତ ମନେ ରଖ, ବିନିମୟ ହେଉଛି ଗୋଟେ ପିଲାମାନଙ୍କ ପାଇଁ ଏବଂ ଯୁବକମାନଙ୍କ ପାଇଁ ସେବା ପ୍ରଦାନକାରୀ ସମ୍ମାନ ସୂଚକ ଦାନଶୀଳ ସଂସ୍ଥା। ନେକ୍ସଟ ହେଉଛି IIEC। ଏହାର ଫୁଲ୍ ଫର୍ମ କ'ଣ? ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଆଣ୍ଡ କେୟାର। ଏଇ ଯେଉଁ ନନ୍ ଗଭର୍ଣ୍ଣମେଣ୍ଟ ସୋଶାଲ ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ୍, ଅଣସରକାରୀ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ, ଏହାର ସ୍ଥାପନା ହୋଇଥିଲା 1996 ମସିହାରେ। କାହା ଦ୍ୱାରା ହୋଇଥିଲା? ଦଳେ ବୁଦ୍ଧିଜୀବୀ, ସମାଜସେବୀ ଏବଂ ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ କ'ଣ ଥିଲା? ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଲୋକମାନଙ୍କୁ ସଶକ୍ତ କରିବା, ଯଦ୍ୱାରା କି ସେମାନେ ନିଜ ଭିତରେ ଥିବା ପ୍ରତିଭାକୁ ବିକାଶ କରିପାରିବେ ବା ନିଜ ଜୀବନକୁ ଉନ୍ନତ କରିପାରିବେ। କେମିତି କରିବେ? ସେଇଟା ହେଉଛି ଇକୋ ଫ୍ରେଣ୍ଡଲି ଟେକ୍ନୋଲୋଜି ଏବଂ ପାର୍ଟିସିପେଟରୀ ମେଥଡ଼ ମାଧ୍ୟମରେ। ଇକୋ ଫ୍ରେଣ୍ଡଲି ମାନେ ପରିବେଶ ଉପଯୋଗୀ ପ୍ରଯୁକ୍ତିବିଦ୍ୟା ଏବଂ ପାର୍ଟିସିପେଟରୀ ମାନେ ଅଂଶଗ୍ରହଣକାରୀ ମାଧ୍ୟମରେ କାର୍ଯ୍ୟ ମାଧ୍ୟମରେ। ଇଟ୍ ଅଲସୋ ୱାର୍କସ୍ ଟୁ ପ୍ରୋଟେକ୍ଟ ଦ ରାଇଟ୍ସ ଅଫ୍ ଚିଲଡ୍ରେନ୍। ପିଲାମାନଙ୍କର ଅଧିକାରକୁ ସୁରକ୍ଷା କରିବା ପାଇଁ ଏହା କାମ କରେ। ମହିଳାମାନଙ୍କର, ଆଦିବାସୀ, କୃଷକ ଏବଂ ବିଭିନ୍ନ ଭିନ୍ନକ୍ଷମ ପିଲାମାନଙ୍କର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ଏବଂ ସେମାନଙ୍କର ଅଧିକାରକୁ ସୁରକ୍ଷା ଦେବା ଓ ସେମାନଙ୍କୁ କେମିତି ଆଗକୁ ବଢ଼େଇବା। ଏହାର ଅର୍ଥ ହେଉଛି ସେମାନଙ୍କୁ କେମିତି ପ୍ରଗତି ପଥରେ ଆଗକୁ ନେବା। ଏହିସବୁ କ୍ଷେତ୍ରରେ ଏଇ ଯେଉଁ ଅଣସରକାରୀ ସଂଗଠନ କାର୍ଯ୍ୟ କରି ଆସୁଅଛି ଏବଂ ଏହା ଦୀର୍ଘ ବର୍ଷ ହେଲାଣି ବହୁତ ସଫଳ ଭାବରେ ନିଜର ସେବା ପ୍ରଦାନ କରୁଛି ଏବଂ ଏହା ଏକ ସଫଳ ଅଣସରକାରୀ ସ୍ୱେଚ୍ଛାସେବୀ ସଂଗଠନ ଅଟେ। ନେକ୍ସଟ ହେଉଛି ଚେତନା। ଚେତନାର ଫୁଲ୍ ଫର୍ମ କ'ଣ? ଚାଇଲ୍ଡହୁଡ୍ ଏନହାନ୍ସମେଣ୍ଟ ଥ୍ରୁ ଟ୍ରେନିଂ ଆଣ୍ଡ ଆକ୍ସନ୍, ମାନେ ବାଲ୍ୟାବସ୍ଥାର ବୃଦ୍ଧି କେମିତି? ଥ୍ରୁ ଟ୍ରେନିଂ, ତାଲିମ ଏବଂ କାର୍ଯ୍ୟ ଦ୍ୱାରା। ତ ଚେତନା ହେଉଛି ଗୋଟେ NGO, ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍,
ଯାହାକି ସାଧାରଣତଃ କାମ କରିଥାଏ ଷ୍ଟ୍ରିଟ୍ ସଡ଼କ ଏବଂ ବିଭିନ୍ନ ଜାଗାରେ କାମ କରୁଥିବା ପିଲାମାନଙ୍କର ଏମ୍ପାୱରମେଣ୍ଟ ପାଇଁ। ଏମ୍ପାୱରମେଣ୍ଟ ମାନେ ସେମାନଙ୍କୁ ସଶକ୍ତ କରିବା ଦିଗରେ। ଥ୍ରୁ ଏ ପାର୍ଟିସିପେଟରୀ ଆପ୍ରୋଚ୍ ସେମାନଙ୍କୁ ବିଭିନ୍ନ ସହଯୋଗମୂଳକ କାର୍ଯ୍ୟ ମାଧ୍ୟମରେ। ଚେତନା ପ୍ରୋଭାଇଡ୍ସ ଏଜୁକେସନ୍। ଚେତନା ସଂଗଠନ ଶିକ୍ଷା, ଉପଦେଶ, ବିଭିନ୍ନ ମନୋରଞ୍ଜନକାରୀ କାର୍ଯ୍ୟକ୍ରମ ଏବଂ ଫ୍ରେମୱାର୍କ ଟୁ ଗେଟ୍ ଅର୍ଗାନାଇଜ୍। ବିଭିନ୍ନ ଫ୍ରେମୱାର୍କ ଢାଞ୍ଚା ଦେଇଥାଏ ଯଦ୍ୱାରା କି ସମସ୍ତେ ବିଶେଷ କରି ପିଲାମାନେ ଯେଉଁମାନେ କି ସଡ଼କରେ ରହୁଛନ୍ତି ଏବଂ ବିଭିନ୍ନ ଜାଗାରେ କାମ କରୁଛନ୍ତି ସେମାନେ ସଂଗଠିତ ହୋଇପାରିବେ, ଶିକ୍ଷା ପାଇପାରିବେ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ହୋଇପାରିବେ। ଦେ ଆର୍ ଗିଭେନ୍ ଏ ଚାନ୍ସ ଟୁ ଆଣ୍ଡରଷ୍ଟାଣ୍ଡ ଦେୟାର ସିଚୁଏସନ୍, ଦେୟାର ରାଇଟ୍ସ ଆଣ୍ଡ ଅପରଚ୍ୟୁନିଟିଜ୍। ସେମାନଙ୍କୁ ସୁଯୋଗ ଦିଆଯାଉଛି ଯଦ୍ୱାରା କି ସେମାନେ ନିଜ ବିଷୟରେ ସଚେତନ ହୋଇପାରିବେ ଏବଂ ନିଜ ଅଧିକାର ବିଷୟ ଜାଣିବା ପରେ ବିଭିନ୍ନ ସୁବିଧା ସୁଯୋଗ ପାଇବା ଦ୍ୱାରା ସେମାନେ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବେ। ତେଣୁ ଚେତନା କ୍ରିଏଟ୍ କରିବା ବା ଲୋକମାନଙ୍କୁ ବିଶେଷ କରି ପିଲାମାନଙ୍କ ମନରେ ଚେତନା ଆଣିବା, ସୃଷ୍ଟି କରିବା ହେଉଛି ଏହି ଚେତନା ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ବା କାର୍ଯ୍ୟ। ନେକ୍ସଟ ହେଉଛି ସ୍ମାଇଲ୍ ଫାଉଣ୍ଡେସନ। ସିନ୍ସ 2002 ମାନେ 2002ରୁ ସ୍ମାଇଲ୍ ଫାଉଣ୍ଡେସନ has been working on ensuring education for children। ସ୍ମାଇଲ୍ ଫାଉଣ୍ଡେସନ ହେଉଛି ଆଉ ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନ ଯେଉଁଟାକି 2002ରୁ କାମ କରୁଛି। ବିଶେଷ କରି ଏମାନଙ୍କର ଯେଉଁ ମୁଖ୍ୟ ଦିଗ ହେଉଛି ଏଜୁକେସନ୍ ଫର୍ ଚିଲଡ୍ରେନ୍। ପିଲାମାନଙ୍କୁ କେମିତି ଶିକ୍ଷାଦାନ କରାଯିବ, ଲାଇଭଲିହୁଡ୍ ଫର୍ ଦ ୟୁଥ୍ ଯୁବକମାନଙ୍କୁ କେମିତି ଜୀବିକା ପ୍ରଦାନ କରାଯିବ, ହେଲ୍ଥ କେୟାର ଇନ୍ ରୁରାଲ୍ ଏରିଆସ୍ ମାନେ ଗ୍ରାମାଞ୍ଚଳରେ କେମିତି ହେଲ୍ଥ କେୟାର ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ, ଆଣ୍ଡ ଅର୍ବାନ୍ ସ୍ଲମ୍ସ। ଅର୍ବାନ୍ ମାନେ ଆମର ସହରାଞ୍ଚଳରେ ଯେଉଁ ସ୍ଲମ୍ ବସ୍ତି ଗୁଡ଼ିକ ଅଛି ସେଠାକାର ଲୋକମାନଙ୍କୁ କେମିତି ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ। ଏଗୁଡ଼ିକ ହେଉଛି ସ୍ମାଇଲ୍ ଫାଉଣ୍ଡେସନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ୱିମେନ୍ ଏମ୍ପାୱାରମେଣ୍ଟ ମାନେ ମହିଳାମାନଙ୍କ ସଶକ୍ତି ବା ନାରୀ ସଶକ୍ତିକରଣ, ଆଣ୍ଡ ସେନ୍ସିଟାଇଜ୍ ଅଫ୍ ଦ ପ୍ରିଭିଲେଜ୍। ଯେତେ ସବୁ ସୁବିଧା ସୁଯୋଗ ପାଉଥିବା ଲୋକମାନଙ୍କୁ ଅଧିକ ଆମେ ସେନ୍ସିଟାଇଜ୍ କରିବା ବା ସେମାନଙ୍କ ମନରେ ସମ୍ବେଦନ ବା ସେମାନଙ୍କୁ ଅଧିକ ସକ୍ରିୟ କରିବା ଯଦ୍ୱାରା କି ସେମାନେ ନିଜ ଅବସ୍ଥା ବିଷୟରେ ଜାଣିପାରିବେ ଯେ ହଁ ଆମେ ବିଭିନ୍ନ ସୁବିଧା ସୁଯୋଗ ପାଉଛୁ ଏବଂ ଅନ୍ୟକୁ ମଧ୍ୟ ଆମେ ସାହାଯ୍ୟ କରିବା ଦରକାର। ତ ଏଇଟା ହେଉଛି ଗୋଟେ NGO ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍, ଅଣସରକାରୀ ସଂଗଠନ ଯେଉଁଟାକି ବହୁତ ସଫଳ ଭାବରେ ବିଜନେସ୍ର ଷ୍ଟ୍ରାଟେଜି ଗୁଡ଼ିକ କୌଶଳ ଗୁଡ଼ିକକୁ ପ୍ରୟୋଗ କରୁଛି ସାମାଜିକ କ୍ଷେତ୍ରରେ ଏବଂ ଅହେତୁକ ସଫଳତା ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଛି। ସୋ ଡିୟର୍ ଷ୍ଟୁଡେଣ୍ଟସ୍, ଏଗୁଡ଼ିକ ଥିଲା ଆମର କିଛି ଗୁରୁତ୍ୱପୂର୍ଣ୍ଣ ଅଣସରକାରୀ ସଂଗଠନ ଗୁଡ଼ିକ ବା ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ୍ ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକ ଯେଉଁଟାକି ଆମ ଇଣ୍ଡିଆରେ ବହୁତ ପପୁଲାର। ଆଶା କରୁଛି ତୁମର ଯଦି ଏକ୍ଜାମ୍ରେ ଏଗୁଡ଼ିକ ଆସେ ତାହେଲେ ନିହାତି ତୁମେ ଯଦି ଭିଡ଼ିଓ ଦେଖିଛ ଭଲରେ ଉତ୍ତର ଲେଖିପାରିବ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓଟିକୁ ଲାଇକ୍ କର ଏବଂ ସାଙ୍ଗମାନଙ୍କ ସହ এই ଭିଡ଼ିଓକୁ ସେୟାର କର ଏବଂ ମୋ ଚ୍ୟାନେଲକୁ ଯଦି ନୂଆରେ ଆସିଛ ତାହେଲେ ସବସ୍କ୍ରାଇବ୍ କର। ବାଏ ଆଣ୍ଡ ଟେକ୍ କେୟାର।